ନମସ୍କାର। ଆମ ରୋଷେଇ ଘରେ ଥିବା ଗୋଟେ ଛୋଟିଆ ମସଲା ଜାତୀୟ ଦ୍ରବ୍ୟ ହେଉଛି ଲବଙ୍ଗ। ଏହି ଲବଙ୍ଗ ବିଷୟରେ ତାର ଉପକାରିତା ଏବଂ ତାର ଔଷଧୀୟ ଗୁଣ ବିଷୟରେ ଆଜିର ଭିଡ଼ିଓ। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ନୂତନ ବର୍ଷର ଅଭିନନ୍ଦନ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଆସନ୍ତୁ ଏହି ଲବଙ୍ଗର ଉପକାରିତା ବିଷୟରେ ଜାଣିବା। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଲବଙ୍ଗ ହେଉଛି ଲଘୁ ବା ହାଲକା, ସ୍ନିଗ୍ଧ ବା ଚିକ୍କଣ ଏବଂ ତୀକ୍ଷ୍ଣ ବା ରାଗଯୁକ୍ତ। ଲବଙ୍ଗର ପ୍ରକୃତି ଉଭୟ ଥଣ୍ଡା ଏବଂ ଗରମ। ଯଦି ଆମେ ତାକୁ କମ୍ ପରିମାଣରେ ଖାଉଛେ, ଏହା ହାଲକା ଶୀତଳତା ପ୍ରଦାନ କରିଥାଏ, କିନ୍ତୁ ଆଧିକ୍ୟ ହେଲେ ଏହା ଶରୀରରେ ଉଷ୍ଣତା ତିଆରି କରିଥାଏ। ଏହା କଫ ଓ ପିତ୍ତ ଉଭୟକୁ ଶାନ୍ତ କରିଥାଏ। ଏଥିରେ ୟୁଜିନଲ ଥାଏ, ଯାହାକି ଆଣ୍ଟି ଇନଫେକ୍ଟିଭ ପରି କାମ କରେ। ଶରୀରରେ ଥିବା ଭାଇରାଲ, ବ୍ୟାକ୍ଟେରିଆଲ ଏବଂ ଫଙ୍ଗାଲ ଇନଫେକ୍ସନକୁ କମ୍ କରିବାରେ ଲବଙ୍ଗ ସାହାଯ୍ୟ କରିଥାଏ। ଅନେକ ଗୁଡ଼ିଏ ଶାରୀରିକ ସମସ୍ୟା ବା ରୋଗରେ ଲବଙ୍ଗର ବ୍ୟବହାର କରାଯାଇଥାଏ। ମୁଖ ରୋଗ, ମୁହଁରେ ବିଭିନ୍ନ ପ୍ରକାର ଅଲସର, ଘା ଇତ୍ୟାଦି ହେଲେ, ଦାନ୍ତ ବିନ୍ଧା ଏବଂ ଗଳା ସମସ୍ୟାରେ ଲବଙ୍ଗ ଉପାଦେୟ। କଞ୍ଚା ଲବଙ୍ଗ ଦୁଇଟି ଚୋବାଇ ଖାଇଲେ ଅନେକ ପ୍ରକାର ମୁଖର ସମସ୍ୟା ଦୂର ହୋଇଥାଏ, ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ଏବଂ ଦାନ୍ତ ବିନ୍ଧା ବା ଦରଜ ମଧ୍ୟ କମିଥାଏ। ଏହାଛଡ଼ା ଲବଙ୍ଗର ସିଝା ପାଣି ପିଇଲେ ମୁଣ୍ଡ ବ୍ୟଥା ସମସ୍ୟା ଦୂର ହୁଏ। କୃମି ସମସ୍ୟା ଦୂର କରିବାରେ ଏବଂ ପାଚନ ଜନିତ ସମସ୍ୟା ଦୂର କରିବାରେ ଲବଙ୍ଗ ଉପାଦେୟ। ଯଦି ଏସିଡିଟି ହେଉଛି, ଗ୍ୟାସ୍ ହେଉଛି, ପେଟରେ ଅଧିକ ଅମ୍ଳପିତ୍ତ ବଢ଼ିଯାଇଛି, ତାହେଲେ ଲବଙ୍ଗର ବ୍ୟବହାର ନିଶ୍ଚିନ୍ତ ଭାବରେ ଉପାଦେୟ ହୋଇଥାଏ। ଆମ ଲିଭର ବା ଯକୃତକୁ ଏହା ଉତ୍ତେଜିତ କରିଥାଏ ଏବଂ ତାର ଫଙ୍କସନକୁ ସୁଚାରୁ ରୂପେ କରିବାରେ ସାହାଯ୍ୟ କରିଥାଏ। ହୃଦୟକୁ ସୁସ୍ଥ ରଖେ, ରକ୍ତ ନଳୀଗୁଡ଼ିକର ମାଂସପେଶୀଗୁଡ଼ିକୁ ସୁଦୃଢ଼ ରଖେ। ନିମ୍ନ ରକ୍ତଚାପରେ ଲବଙ୍ଗ ଲାଭଦାୟକ ଅଟେ। ଶ୍ୱାସ ରୋଗରେ ଯେଉଁମାନଙ୍କର କଫ ପିତ୍ତଜନିତ ଶ୍ୱାସ ସମସ୍ୟା ହେଉଛି, ସେଭଳି କ୍ଷେତ୍ରରେ ଲବଙ୍ଗର ସେବନ ଲାଭଦାୟକ ହୋଇଥାଏ। ଯଦି ବାରମ୍ବାର ହାକୁଟି ସମସ୍ୟା ରହୁଛି, କଫ ପିତ୍ତର ମିଶ୍ରଣ ହୋଇ ଆମ୍ବିଳି ହାକୁଟି ହେଉଛି, ତାହେଲେ ମଧ୍ୟ ଲବଙ୍ଗ ଖାଇବା ଦ୍ୱାରା ତାହା ଦୂର ହୋଇଥାଏ। ଲବଙ୍ଗ ତେଲର ବ୍ୟବହାର କେବଳ ଦାନ୍ତ ମାଢ଼ି ନୁହେଁ, ଶରୀରର ଅନ୍ୟ ଜାଗାରେ ମଧ୍ୟ ପୀଡ଼ା ଦରଜ କମ୍ କରିଥାଏ। ଏହାଛଡ଼ା ଲବଙ୍ଗ ଗୋଟିଏ ମଶାଙ୍କୁ ଘରୁ ଦୂର କରିବା ପାଇଁ ଗୋଟେ ପ୍ରାକୃତିକ ଉପାୟ। ଫାଳେ ଲେମ୍ବୁ କାଟି ସେଥିରେ କିଛି ଲବଙ୍ଗ ପୋତି ରୁମରେ ରଖିଦେଲେ ଧୀରେ ଧୀରେ ମଶାମାନେ ଘରୁ ଦୂରେଇ ଯାଆନ୍ତି। ଏହା ଏକ ରକ୍ତ ଶୋଧକ ବା ବ୍ଲଡ ପ୍ୟୁରିଫାୟର ଭଳି କାମ କରିଥାଏ। ପୁରୁଷମାନଙ୍କ କ୍ଷେତ୍ରରେ ଏହା ଶୁକ୍ର ଧାତୁକୁ ସ୍ତମ୍ଭନ କରିବାରେ ଏବଂ ପୌରୁଷ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ସ୍ତନ୍ୟଦାତ୍ରୀ ମହିଳା ବା ଯେଉଁମାନେ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି, ସେମାନଙ୍କ କ୍ଷେତ୍ରରେ ଦୁଗ୍ଧର ମାନ ଏବଂ ପରିମାଣ ବୃଦ୍ଧି କରିବାରେ ଲବଙ୍ଗ ସାହାଯ୍ୟ କରେ। ଆଖିର ବିଭିନ୍ନ ପ୍ରକାର ରୋଗ ବା କଞ୍ଜଙ୍କ୍ଟିଭାଇଟିସକୁ ମଧ୍ୟ ଲବଙ୍ଗ ଦୂର କରିଥାଏ। ଯଦି ପରିସ୍ରା ଠିକରେ ତିଆରି ହେଉନି, କୌଣସି ପ୍ରକାର କିଡନୀ ସମସ୍ୟା ଅଛି, ତାହେଲେ ପରିସ୍ରାକୁ ଅଧିକ ତିଆରି କରିବାରେ ଲବଙ୍ଗ ସାହାଯ୍ୟ କରେ। ବିଭିନ୍ନ ପ୍ରକାରର ଜ୍ୱର, ଭାଇରାଲ ଫ୍ଲୁ ଇତ୍ୟାଦିରେ ଯଦି ଆଣ୍ଟିବାୟୋଟିକ୍ ଅଧିକା ଖାଇଛନ୍ତି, କାମ କରିନାହିଁ, ତାହେଲେ ଲବଙ୍ଗର ସିଝା ପାଣି ଜ୍ୱର ମଧ୍ୟ ଦୂର କରିଥାଏ। ଏହି ସମୟରେ ହେଉଥିବା ଅରୁଚିକୁ ମଧ୍ୟ ଲବଙ୍ଗ କାଟି ଦେଇଥାଏ ଏବଂ ପାଚନ ଶକ୍ତିକୁ ବଢ଼ାଇଥାଏ। ଲବଙ୍ଗର ସେବନ କ୍ୟାନ୍ସରକୁ ପ୍ରିଭେଣ୍ଟ କରିଥାଏ। ଏହାଛଡ଼ା ଶରୀରରେ ଯଦି କୌଣସି ବେନାଇନ୍ ଗ୍ରୋଥ ହେଇଛି, ଟ୍ୟୁମର ଫର୍ମେସନ୍ ହେଇଛି, ସେଭଳି କ୍ଷେତ୍ରରେ ସେ ଟ୍ୟୁମରକୁ ବ୍ରେକ୍ କରିବାରେ ଲବଙ୍ଗ ସାହାଯ୍ୟ କରେ। ଯଦି ହାତ ପାପୁଲିରେ ଅଧିକ ଝାଳ ବାହାରୁଛି, ତାହେଲେ ଲବଙ୍ଗ ଖାଇଲେ ଧୀରେ ଧୀରେ ଏଭଳି ସମସ୍ୟା ଦୂର ହୁଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଲବଙ୍ଗ ଏକ ବରଦାନ ସଦୃଶ। ରକ୍ତ ଶର୍କରାକୁ ଏହା କମ୍ କରାଇବାରେ ସାହାଯ୍ୟ କରେ ଏବଂ ଇନସୁଲିନ୍ ତିଆରିରେ ସାହାଯ୍ୟ କରିଥାଏ। ଯେଉଁମାନଙ୍କର ଅଷ୍ଟିଓପୋରୋସିସ୍
ବା ଅସ୍ଥିର କ୍ଷୟ ହେଉଛି ସେ କ୍ଷୟକୁ ପୂରଣ କରିବାରେ ଲବଙ୍ଗ ସାହାଯ୍ୟ କରେ। ପେଟରେ ଥିବା ଅଲସରକୁ ମଧ୍ୟ ଠିକ୍ କରିଥାଏ। ହାତ ପାଦର ଜଳାପୋଡ଼ା ସମସ୍ୟା ହେଉଛି ସେଭଳି ସମସ୍ୟାରେ ମଧ୍ୟ ଲବଙ୍ଗ ଉପାଦେୟ। ଯେଉଁମାନଙ୍କର ଆର୍ଥ୍ରାଇଟିସ୍ ହେଇଛି ଯେକୌଣସି ଜଏଣ୍ଟରେ ହେଉନା କାହିଁକି ଲବଙ୍ଗ ତେଲ, ନୀଳଗିରି ଫଳ ତେଲ ଏବଂ ରାଶି ତେଲ ସମ ପରିମାଣରେ ମିଶାଇ ସେ ଜାଗାରେ ଲଗାନ୍ତୁ। ନୀଳଗିରି ଫଳ ତେଲ କ'ଣ ଆପଣମାନେ କମେଣ୍ଟରେ ଲେଖି ମୋତେ ଜଣାଇବେ। ଲବଙ୍ଗର ଉପକାରିତା ଏବଂ ଔଷଧୀୟ ଗୁଣ ତ ଆପଣମାନଙ୍କୁ କହିଲି। ଏବେ ଆସନ୍ତୁ ଦେଖିବା କେମିତି ଲବଙ୍ଗକୁ ବ୍ୟବହାର କରିବେ। ଏହାକୁ ଖାଲି ବା କଞ୍ଚା ଖାଇହେବ। ଦୈନିକ 3ରୁ 4ଟା ଲବଙ୍ଗ ଆପଣ ଖାଇପାରିବେ। ଲବଙ୍ଗ ସିଝା ପାଣି ମଧ୍ୟ ଆପଣ ବ୍ୟବହାର କରିପାରିବେ। ଯାତ୍ରା ସମୟରେ ଯାହାର ବାନ୍ତି ବା ମୁଣ୍ଡ ବ୍ୟଥା ହେଉଛି ସେଭଳି କ୍ଷେତ୍ରରେ ନିଜ ବୋତଲରେ ଲବଙ୍ଗ ସିଝା ପାଣି ନିଅନ୍ତୁ ଏବଂ ତାକୁ ବାରମ୍ବାର ପିଅନ୍ତୁ। ଲବଙ୍ଗ ଚୂର୍ଣ୍ଣ ମଧ୍ୟ ମହୁ କିମ୍ବା କ୍ଷୀର କିମ୍ବା ମିଶ୍ରି ସହ ମିଶାଇ ଖାଇହେବ। ଏହାଛଡ଼ା ଲବଙ୍ଗ ତେଲର ମଧ୍ୟ ବ୍ୟବହାର କରିହେବ। ଅଭିପତ୍ତିକର ଚୂର୍ଣ୍ଣ ଯାହାକି ଆୟୁର୍ବେଦରେ ହଜମ ଶକ୍ତି ବଢ଼ାଇବା, ଏସିଡିଟି ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର କରିବା ପାଇଁ ଏକ ଉପକାରୀ ଔଷଧ, ସେଥିରେ ମଧ୍ୟ ଲବଙ୍ଗର ବ୍ୟବହାର କରାଯାଇଥାଏ। ଦୈନିକ ମାତ୍ର ଅଧା ଗ୍ରାମରୁ 1.5 ଗ୍ରାମ ପର୍ଯ୍ୟନ୍ତ ଲବଙ୍ଗ ବା 3ରୁ 4ଟା ଲବଙ୍ଗ ସେବନ କରନ୍ତୁ। ଯଦି ଆପଣଙ୍କର କୌଣସି ସମସ୍ୟା ବା ଉପରୋକ୍ତ ଶାରୀରିକ ରୋଗ ରହିଛି। ନାଭି ଉପରେ ଯଦି କୌଣସି ରୋଗ ଅଛି ଶରୀରର ନାଭି ଉପର ଅଂଶରେ ତେବେ ଖାଦ୍ୟ ପରେ ଲବଙ୍ଗର ସେବନ କରନ୍ତୁ ଏବଂ ନାଭି ତଳ ଅଂଶରେ ଯଦି କୌଣସି ରୋଗ ଅଛି ଖାଦ୍ୟ ପୂର୍ବରୁ ଲବଙ୍ଗର ସେବନ କରନ୍ତୁ। ଅଧିକ ପରିମାଣରେ ଅଧିକ ଦିନ ଯଦି ଆପଣ ଲବଙ୍ଗ ଖାଉଛନ୍ତି ଏଥିରେ ଯେହେତୁ ୟୁଜେନଲ୍ ଅଛି ଏହାର କ୍ଷତିକାରୀ ପ୍ରଭାବ ଆମ ଶରୀର ଉପରେ ପଡ଼େ। ଶରୀରରେ ଅଧିକ ଗରମ ହେଉଥିଲେ ବା ଅତିରିକ୍ତ ଉଷ୍ଣତା ହେଉଥିଲେ ଏବଂ ଉଚ୍ଚ ରକ୍ତଚାପ ଥିଲେ ଲବଙ୍ଗକୁ ଖାଇବେ ନାହିଁ। ଆଶା କରୁଛି ଲବଙ୍ଗ ବିଷୟରେ ଯେଉଁ ସବୁ ଇନଫର୍ମେସନ୍ ଆପଣଙ୍କୁ ଦେଇଛି ନିଶ୍ଚିନ୍ତ ଭାବରେ ଆପଣମାନଙ୍କର କାମରେ ଆସିବ। ଧନ୍ୟବାଦ।